ମୋର ବିନୀତ ଅନୁରୋଧ ଯେ ମୋତେ ଯେମିତି ନ୍ୟାୟ ଦବ। ମୋ ଆଖି ସାମ୍ନାରେ ମୋ ପୁଅ ଖଣିର ସୁପରଭାଇଜର ଭାବରେ କାମ କରୁଥିଲା। ମୋ ପୁଅ ଦିନ ପଇସା ପାଇବାର ଥିଲା। ଆମେ ପଇସା ଆଣିବୁ ବୋଲି ମୋ ପୁଅ କହିକି ଗଲା ମୋ ପାଇଁ ଖାଇବା ନେଇକି ଯିବୁ। ମୋ ପୁଅ ଯିବାକୁ ଆମେ ଖାଇବା ତା ଅଧଘଣ୍ଟା ବାଦ ନେଇକି ଗଲୁ। ତା ବାପାଙ୍କର ମୋର ପୁଅକୁ ଖାଇବାକୁ ମୁଁ ବାଢ଼ିଛି। ମୋ ପୁଅ ଥରେ ଖାଇଛି। এই সময় কুয়াতে ଥିଲେ পল্লবনা পক্কলেকা ସମସ୍ତେ ମାଡ଼ି ଆଇଲେ। ପ୍ରକାଶ, ସୂର୍ୟା, କୋଡ଼ା ପସନ୍ଦ, ସନ୍ତ, ଜଇଲା ଏମିତି ଆଉ ଅନେକ ଲୋକ ମୋ ପୁଅକୁ ବହୁତ ଘୋଷରା ଘୋଷରି କରିକି ଆମକୁ ଛାଡ଼ା ଛାଡ଼ିଗଲେ। ଗୋଡ଼ ହାତ ଧରିଲୁ। ତା ବାପା ବି ଅନୁରୋଧ କଲେ ବୋଲି ତା ବାପାଙ୍କୁ ବାଡ଼େଇକି ଘରକୁ ପକେଇଦେଲେ। ମୁଁ ତାଙ୍କ ଗୋଡ଼ ହାତ ଧରୁଛି। ମୋ ପୁଅକୁ ଭିଡ଼ି ବାଡ଼େଇକି ନେଇଗଲେ। ବିଭିନ୍ନ ହତ୍ୟା ସେଠିକି ପଥର ଡ୍ରିଲ୍ ମେସିନ୍ଠୁ ଆରମ୍ଭ କରିକି ଶୁଣିବ ସେମାନେ ତ ପଇସା ବାଲା, ସେମାନେ ତ ପାୱାର ବାଲା। ମେନ୍ ହେଉଛି ରାଜା ସାଇନାଙ୍କର ମୁଖ୍ୟ। ସିଏ ତ ହେଉଛି ସେମାନଙ୍କୁ ରଖିଛି ତାଙ୍କ ଛାୟା ତଳେ। ମୁଁ କୋଉଠି ତାଙ୍କମାନଙ୍କ ସାଙ୍ଗେ ସମାନ ହେବି। ଏମିତିକି ଇଲେକ୍ସନ ପୂର୍ବରୁ ଶିଗିରିଆରେ ଗୋଟେ ମିଟିଂ ହେଇଥିଲା। ସେ ମିଟିଂରେ ପ୍ରକାଶ ଯାଇଛି, ମୁଁ ବି ଯାଇଛି। ମୁଁ ବି ଗୋଟେ ବିଜୁ ଜନତାର କର୍ମୀ, କିନ୍ତୁ ଏବେ ମୁଁ ନ୍ୟାୟ ପାଇପାରୁନି। ସେଠି ପ୍ରକାଶ ବସିଥିଲା, ମୁଁ ପ୍ରତିବାଦ କଲି ମୋ ମାନିକି ଚୁପ୍ କରାଇଗଲା। କାହିଁକି ତମେ ପାର୍ଟି କରୁଛ? ହତ୍ୟାକାର ମାନଙ୍କୁ ଏମିତି ସେମାନେ ରଖିଛନ୍ତି। କାରଣ ଏମାନଙ୍କୁ ଆମେ ଭୋଟ ଦେଇକି ବୋପା ଭଳିଆ ରଖିଛୁ ବୋଲି ସେ ଆଜି ମୋ ପୁଅକୁ ମର୍ଡର କରିକି ଆସାମୀ ମାନଙ୍କୁ ତାଙ୍କ ପାଖରେ ରଖିଛନ୍ତି। ଆଉ କଣ ବା କହିବି ନ୍ୟାୟ କଥା? କେହି ବି ମତେ ନ୍ୟାୟ ଦଉନାହାନ୍ତି। ଯଦି ମତେ ନ୍ୟାୟ ନ ମିଳିବ ମୁଁ ରାଜରାସ୍ତାକୁ ଓହ୍ଲେଇବାକୁ ବାଧ୍ୟ ହେବି। ସବୁଠିକି ଯାଇଥିଲି, ସମସ୍ତଙ୍କ ପାଖକୁ ଯାଇଥିଲି, ସମସ୍ତଙ୍କୁ ନେଉନାହାନ୍ତି। ଭିକ୍ଷା ମାଗିଛି, ମତେ କେବଳ ନ୍ୟାୟ ଦିଅ, ମତେ ନ୍ୟାୟ ଦିଅ। ଏମିତିକି ମୋ ସ୍ୱାମୀକି ବି ମୁଁ ହରେଇ ସାରିଲିଣି। ସେ ସେଇ ପୁଅ ଇଏରେ ଝିଅ ବି 3 ମାସ ହେଲା ମରି ସାରିଲେଣି। ମୁଁ ଏଇନା ଏକେଲା ଲଢ଼େଇ କରିବାକୁ ଏକେଲା। ଦିଟା ଶବ କାନ୍ଧରେ ବୋହିଛି। ଗୋଟେ ମା ଭିକ୍ଷା ମାଗୁଛି। ତମେମାନେ ମତେ ନ୍ୟାୟ ଦିଅ। ଆଉ କିଛି ନାହିଁ, ନ୍ୟାୟ ଦିଅ। ଆଉ କିଛି ରହୁନି। ସବୁବେଳେ ନ୍ୟାୟ ମାଗୁଛି, ନ୍ୟାୟ। ପୋଲିସ କାହିଁକି ଗିରଫ କରୁନି? କଣ ରହିଛି ତା ପଛରେ ରହସ୍ୟ? କାହିଁକି ଗିରଫ କରୁନି? ସେମାନଙ୍କୁ ଟଙ୍କା ଦିଆଗଲା। ସେମାନଙ୍କୁ ତ ହଉଛି ନିଜ ଏମାନେ ସାହାଯ୍ୟ କଲେ। ଆଉ ସେମାନେ କେମିତି ମତେ ନ୍ୟାୟ ଦେବେ? ସେମାନେ ତ ଟଙ୍କା ଖାଇଲେ। ଆଜିକାଲି ଟଙ୍କା ତ ସବୁ କରୁଛି ମୁହଁ ବଙ୍କା। ଆଉ ସିଏ କି ନ୍ୟାୟ ଦେବେ? ମତେ DSP କହିଲା ଏଇ ଟିଗିରିଆ ବୟସିକି କହିଲେ ତାଙ୍କୁ ଆରେଷ୍ଟ କର। ତମେ ତ ତାକୁ ଖାଲି ଗୋଡେଇ ଗୋଡେଇକା ଧର। ଖାଲି ଗୋଡେଇ ଗୋଡେଇ ଧର। ତା ମାନେ DSP କେତେ ଲକ୍ଷ ଟଙ୍କା ଖାଇଛନ୍ତି ତାଙ୍କଠୁ? SP କେତେ ଲକ୍ଷ ଟଙ୍କା ଖାଇଛନ୍ତି ତାଙ୍କଠୁ? OIC କେତେ ଲକ୍ଷ ଟଙ୍କା ଖାଇଛନ୍ତି ତାଙ୍କଠୁ? ମୋର ଟଙ୍କା ନାହିଁ। ଏମିତି ଯଦି ବଡର ହବ କେତେ ମା କଳ ଶୂନ୍ୟ ହେଇଯିବ କହିବା କଥା ନାହିଁ। ତାକୁ ବିଚାର କରି ସେମାନଙ୍କୁ ଦଣ୍ଡ ଦିଅନ୍ତୁ। ସେମାନଙ୍କୁ 5 ଗୁଣ୍ଠରେ ଝୁଲାନ୍ତୁ। ଯେମିତି ଆଉ ପୃଥିବୀରେ କେହି ଏମିତିଆ ହତ୍ୟା କରିବେନି। ମୋର ବିନୀତ ଅନୁରୋଧ, ମତେ ନ୍ୟାୟ ଦିଅନ୍ତୁ, ମତେ ନ୍ୟାୟ ଦିଅନ୍ତୁ। ଆପଣଙ୍କ ପୁଅକୁ ଯୋଉମାନେ ହତ୍ୟା କରିଥିଲେ ମୁଖ୍ୟ ଅଭିଯୁକ୍ତ କୋଉମାନେ ସବୁ ଭାବୁଛ ତମେ? ପ୍ରକାଶ, ସୂର୍ୟା, କୋଡ଼ା ପ୍ରଶାନ୍ତ, ଜଇଲା, ସନ୍ତ, ଏମିତି ବିଭିନ୍ନ ପ୍ରକାର କାନା କେତେ ଜଣ ଏଥିରେ ସଂଶ୍ଳିଷ୍ଟ ଥିଲେ? ପ୍ରାୟ 30 ପରେ ବୋଧେ କମିଲେଣି। ତମ ପୁଅକୁ କାହିଁକି ସେମାନେ ହତ୍ୟା କଲେ? କେବଳ ହୋଲି ଗଣ୍ଡଗୋଳ। ସେମାନେ ଚୋରା କାଠ ବେପାର କରନ୍ତି। ମୋ ପୁଅ 2-3 ଥର କହିଦେଇଛି ଏଇ ରାଗରେ ମୋ ପୁଅକୁ ମର୍ଡର କରିଛନ୍ତି। କିନ୍ତୁ ହୋଲି ଖେଳ ଗୋଟେ ନାଁକୁ ମାତ୍ର। କିନ୍ତୁ ହୋଲି ଖେଳ ନୁହଁ। ସେମାନେ ବଡ କ୍ରିମିନାଲ। ମୋ ପୁଅକୁ କଣ କ୍ରିମିନାଲ ସଜାଇ ଦେଇଛନ୍ତି? ତାଙ୍କଠୁ ବଳି କ୍ରିମିନାଲ କିଏ ଦୁନିଆରେ ଅଛି? ଆଉ ମୋ ପୁଅ କଣ କ୍ରିମିନାଲ? ମୋ ପୁଅ ପରା ଜୀବନ ଦେଇଦେଲା ତା ସାଙ୍ଗସାଥି ପାଇଁ। ଏମାନଙ୍କୁ ମର୍ଡର କରିଦେଲେ। ମୋ ପୁଅକୁ ଭୟରେ ମର୍ଡର କରିଦେଲେ। ଏମାନେ ଗୋଟେ ଗୋଟେ ଆସାମୀ।